ଆଜି ଆମେ ଦୀପକ ମିଶ୍ରଙ୍କ କବିତାର କେତେକ MCQ ବିଷୟରେ ଆଲୋଚନା କରିବା। ଆମର ପ୍ରଥମ ପ୍ରଶ୍ନଟି ହେଉଛି, ଏଥିମଧ୍ୟରୁ କେଉଁଟି ଦୀପକ ମିଶ୍ରଙ୍କ କବିତା ନୁହେଁ? ଏହାର ଅପସନ୍ଟି ହେଉଛି ଏ ମଧ୍ୟାହ୍ନର ଛାଇ, ବି ନିରବଧି ନାବିଶ୍ୱାସ, ସି ଦିବ୍ୟ ଅସନ୍ତୋଷ, ଡି ରୁକ୍। ଏହାର ଉତ୍ତରଟି ହେଉଛି ସି ଦିବ୍ୟ ଅସନ୍ତୋଷ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଏଥିମଧ୍ୟରୁ କେଉଁ କବିତା ପୁସ୍ତକ ପାଇଁ ଦୀପକ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଏହାର ଅପସନ୍ଟି ହେଉଛି ଏ ବୃତ, ବି ସୁଖ ସଂହିତା, ସି ଅସମାପିକା, ଡି କପଟ ସୂର୍ଯ୍ୟାସ୍ତ। ଏହାର ଉତ୍ତରଟି ହେଉଛି ଏ ବୃତ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେଉଁ କବିତା ପୁସ୍ତକ ପାଇଁ ଦୀପକ ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଏହାର ଅପସନ୍ଟି ହେଉଛି ଏ ଅସମାପିକା, ବି ଶୂନ୍ୟତାର ଶୋଷ, ସି ଧୂଳିର ସିଂହାସନ, ଡି ସୁଖ ସଂହିତା। ଏହାର ଉତ୍ତରଟି ହେଉଛି ଡି ସୁଖ ସଂହିତା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଦୀପକ ମିଶ୍ର କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଏହାର ଅପସନ୍ଟି ହେଉଛି ଏ 2005, ବି 2006, ସି 2007, ଡି 2009। ଏହାର ଉତ୍ତରଟି ହେଉଛି ସି 2007। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଅରଣା ମହିଷୀ କବିତାର କବି କିଏ? ଏହାର ଅପସନ୍ଟି ହେଉଛି ଏ ଦୀପକ ମିଶ୍ର, ବି ସୌଭାଗ୍ୟ ମିଶ୍ର, ସି ହରିହର ମିଶ୍ର, ଡି ପ୍ରସନ୍ନ ମିଶ୍ର। ଏହାର ଉତ୍ତରଟି ହେଉଛି ଏ ଦୀପକ ମିଶ୍ର। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ବୈଦିକ ଛନ୍ଦର ନାମକରଣରେ ରଚିତ ଦୀପକ ମିଶ୍ରଙ୍କ କବିତା ପୁସ୍ତକର ନାମ କ'ଣ? ଏହାର ଅପସନ୍ଟି ହେଉଛି ଏ ଅସମାପିକା, ବି ବୃତ, ସି ଅନୁଷ୍ଟୁପ, ଡି ରୁକ୍। ଏହାର ଉତ୍ତରଟି ହେଉଛି ସି ଅନୁଷ୍ଟୁପ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଏଥିମଧ୍ୟରୁ କେଉଁଟି ଦୀପକ ମିଶ୍ରଙ୍କ ରଚିତ ପ୍ରଥମ କବିତା ପୁସ୍ତକ? ଏହାର ଅପସନ୍ଟି ହେଉଛି ଏ କପଟ ସୂର୍ଯ୍ୟାସ୍ତ, ବି ବୃତ, ସି ଅନୁଷ୍ଟୁପ, ଡି ଅସମାପିକା। ଏହାର ଉତ୍ତରଟି ହେଉଛି ଡି ଅସମାପିକା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଅରଣା ମହିଷୀ କବିତାରେ ଅରଣା ମହିଷୀ କାହାର ପ୍ରତୀକ ହୋଇଛି? ଏହାର ଅପସନ୍ଟି ହେଉଛି ଏ ଜୀବନ, ବି ମୃତ୍ୟୁ, ସି ପ୍ରେମ, ଡି ଈଶ୍ୱର। ଏହାର ଉତ୍ତରଟି ହେଉଛି ବି ମୃତ୍ୟୁ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେଉଁ ବର୍ଷ ରୁକ୍ କବିତା ସଂକଳନ ପ୍ରକାଶ ପାଇଥିଲା? ଏହାର ଅପସନ୍ଟି ହେଉଛି
ए 1990, बी 1992, सी 1994, डी 1996। यार उत्तरटी ହେଉଛି सी 1994। यार परवर्ती प्रश्नटी ହେଉଛି ଅରଣା ମହିଷୀ କବିତାର ପ୍ରକାଶ କାଳ କେତେ? ଏହାର ଅପସନ୍ଟି ହେଉଛି ଏ 1982, ବି 1981, ସି 1980, ଡି 1979। ଏହାର ଉତ୍ତରଟି ହେଉଛି ଡି 1979। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଶୂନ୍ୟତାର ଶୋଷ କେଉଁ ମସିହାରେ ପ୍ରକାଶ ପାଇଥିଲା? ଏହାର ଅପସନ୍ଟି ହେଉଛି ଏ 1970, ବି 1979, ସି 1981, ଡି 1984। ଏହାର ଉତ୍ତରଟି ହେଉଛି ସି 1981। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସେ କେଉଁ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଏହାର ଅପସନ୍ଟି ହେଉଛି ଏ 1981, ବି 1977, ସି 1978, ଡି 1976। ଏହାର ଉତ୍ତରଟି ହେଉଛି ସି 1978।